ଦେଢ଼ ଲକ୍ଷ ଟପିବ କି ସୁନା ଦର? ସୁନା କିଣିବାର ମୋହ ନିବେଶକମାନଙ୍କୁ ଆକର୍ଷିତ କରୁଛି କାହିଁକି? ଆସୁଥିବା ଧନତେରସରେ ସାଧାରଣ ଲୋକଟିଏ ସୁନା କିଣିବ ତ କେତେ କିଣିବ? କାହିଁକି କୁହାଯାଉଛି ସବୁକିଛି ଧ୍ୱଂସ ପାଇଯିବ କିନ୍ତୁ ଜୀବିତ ରହିବ ସୁନା? ଦର୍ଶକ ବନ୍ଧୁ ନମସ୍କାର। ଓଡ଼ି ପ୍ଲସ୍ ଚ୍ୟାନେଲର ଆଜିର ପ୍ରଥମ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଆପଣମାନଙ୍କ ସହଯୋଗରେ ଆମେ ଆଗକୁ ବଢ଼ିବାକୁ ଚାହୁଁଛୁ। ଏଥିପାଇଁ ଆଜିଠାରୁ ହିଁ ଆମର ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ବେଲ୍ ବଟନ୍ ଆଇକନ୍କୁ ଦବାଇବାକୁ ଜମାରୁ ଭୁଲନ୍ତୁ ନାହିଁ। କାରଣ ଏହି ସହଯୋଗରେ ହିଁ ଓଡ଼ି ପ୍ଲସ୍ ଚ୍ୟାନେଲ ଆଗକୁ ବଢ଼ିବାର ପ୍ରୟାସ ଜାରି ରଖିବ। ଆସିବା ମୁଖ୍ୟ ପ୍ରସଙ୍ଗକୁ। ପ୍ରସଙ୍ଗ ଏହା କି ଲଗାତାର 2025 ଜାନୁଆରୀ ମାସରୁ ହିଁ ବଢ଼ି ଚାଲିଛି ସୁନା ଦର। ଗାଡ଼ି ଏତେ ତୀବ୍ର ଗତିରେ ବଢ଼ି ଚାଲିଛି ଯେ ବ୍ରେକ୍ ଧରିବାର ନାଁ ନେଉନାହିଁ। ତେବେ ସୁନା ଦର ବଢ଼ିବା ପଛରେ ଯେଉଁ କିଛି କାରଣ ଗୁଡ଼ିକ ରହିଛି ତାହା ସମ୍ଭବତଃ ଆମ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନକୁ ନିଶ୍ଚିତ ମାତ୍ରାରେ ଏକ ସମାଧାନର ରାସ୍ତା ଦେଖାଇବ ବୋଲି ମୁଁ ଆଶା କରୁଛି। ସବୁଠାରୁ ବଡ଼ କଥା ହେଲା, ବର୍ତ୍ତମାନ ବିଶ୍ୱରେ ଏକ ପ୍ରକାର ଅନିଶ୍ଚିତତା ଲାଗି ରହିଛି। ଯେମିତିକି 2022 ମସିହା ଠାରୁ ରୁଷ ୟୁକ୍ରେନ୍ ଯୁଦ୍ଧର ଆରମ୍ଭ ଏଯାବତ୍ ଚାଲିଛି। ଇସ୍ରାଏଲ ଗାଜା ମଧ୍ୟରେ ଯୁଦ୍ଧ ଚାଲିଛି। ଇସ୍ରାଏଲ ଇରାନ ମଧ୍ୟରେ ଯୁଦ୍ଧ ଚାଲିଛି। ଆଜରବାଇଜାନ ଆର୍ମେନିଆର ଯୁଦ୍ଧ ସଦ୍ୟ ସମାପିତ ହୋଇଛି। ଚୀନ ଏବଂ ଆମେରିକା ମଧ୍ୟରେ ଭୟାନକ ମାତ୍ରାରେ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା ବଢ଼ି ଚାଲିଛି ଏବଂ ଏହି ସବୁ ପରିସ୍ଥିତି ସହ ସବୁଠାରୁ ଯେଉଁ ଗମ୍ଭୀର ପରିସ୍ଥିତି ଯୋଡ଼ି ହୋଇଯାଇଛି ତାହା ହେଉଛି ନାଟୋ ସଂଘ ସହ ରୁଷର ଖୋଲାଖୋଲି ପ୍ରତିଦ୍ୱନ୍ଦ୍ୱିତା ଏବଂ ଯାହାକି ତୃତୀୟ ବିଶ୍ୱଯୁଦ୍ଧର ବିଗୁଲ ବଜାଇବା ମଧ୍ୟ ଆରମ୍ଭ କରିସାରିଲାଣି। ଏବଂ ଏହିସବୁ ଅନିଶ୍ଚିତତା ପରିବେଶ ଭିତରେ ଡିଡଲାରାଇଜେସନ୍ ବା ଡଲାରର ମୂଲ୍ୟ ହ୍ରାସକୁ ନେଇ ଯେଉଁ ବିଶ୍ୱ ବାଣିଜ୍ୟ କାରବାରରେ ଚିନ୍ତା ବଢ଼ିଛି, ଦେଶମାନେ ମୋଟାମୋଟି ଭାବରେ ଯେଉଁଭଳି ଡଲାରକୁ ଆଉ ଆଗକୁ ନ ବଢ଼ାଇ ବା ଡଲାରକୁ ନିଜର ବ୍ୟବସାୟିକ କାର୍ଯ୍ୟରେ ନ ଲଗାଇ ନିଜ ନିଜ ଟଙ୍କାରେ ବେପାର କରିବା ପାଇଁ ଇଚ୍ଛା ପ୍ରକାଶ କଲେଣି, ଏସବୁ ଭିତରେ ସୁନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଯଦି ପ୍ରଶ୍ନ ଉଠେ, ଭାରତରେ ବର୍ତ୍ତମାନ ସୁନା ଦର 1,17,000 ପର୍ଯ୍ୟନ୍ତ ପହଞ୍ଚିଗଲାଣି ଏବଂ ରୂପା ତ ତାଠାରୁ ଅଧିକା, ପାଖାପାଖି 1,43,000 ପର୍ଯ୍ୟନ୍ତ ପହଞ୍ଚିଗଲାଣି। ଭାରତ ସନ୍ଦର୍ଭରେ ଯଦି ଚିନ୍ତା କରାଯାଏ, ଅଚାନକ ତୀବ୍ର ଗତିରେ ଏଭଳି ସୁନା ଦର ବଢ଼ିବା ପଛରେ ଯେଉଁ ପ୍ରମୁଖ କାରଣ ଗୁଡ଼ିକ ବର୍ତ୍ତମାନ ଆଖି ସାମ୍ନାକୁ ଆସୁଛି, ସେଥିମଧ୍ୟରୁ ପ୍ରଥମ କାରଣ ଗୁଡ଼ିକ ହେଲା ଆମେରିକା ଦ୍ୱାରା ଭାରତ ଉପରେ ଲଗାଯାଇଥିବା ଟାରିଫ୍ ବା ଆମଦାନୀ ଟ୍ୟାକ୍ସ ବୋଲି କୁହାଯାଉ। 50% ଆମଦାନୀ ଟ୍ୟାକ୍ସ ଲାଗିଛି। ଏଥିରେ ଯେଉଁ ଶ୍ରମ ବହୁଳ ସଂସ୍ଥା ଗୁଡ଼ିକ ରହିଛି, ଯେମିତିକି ଟେକ୍ସଟାଇଲ ହେଲା, ପଲ୍ସ ଆଣ୍ଡ ଜୁଏଲେରୀ ହେଲା, ଏଇଭଳି ଯେଉଁ ବ୍ୟବସାୟିକ କ୍ଷେତ୍ର ଗୁଡ଼ିକ ରହିଥିଲା, ଯାହାକି ଭରପୁର ମାତ୍ରାରେ ଆମେରିକାକୁ ଭାରତରୁ ସାମଗ୍ରୀ ରପ୍ତାନି ହେଉଥିଲା, ଆପାତତଃ ଏହି ରପ୍ତାନିରେ ଏବେ ଧୀମା ଦେଖିବାକୁ ମିଳିଛି। ତା ଛଡ଼ା ଯେଉଁ ସର୍ଭିସ୍ ସେକ୍ଟର ଗୁଡ଼ିକ ରହିଛି, ଖାସ କରି ଇଣ୍ଟରନେଟ୍କୁ ନେଇ, ସାଇବରକୁ ନେଇ, ଏସବୁ ଜିନିଷରେ ଭାରତର ଯେଉଁ ପ୍ରମୁଖ ଉଦ୍ୟୋଗ ଗୁଡ଼ିକ ଆମେରିକାର ସହ ସହଯୋଗିତା ଭାବରେ କାର୍ଯ୍ୟ କରୁଥିଲେ, ଡୋନାଲ୍ଡ ଟ୍ରମ୍ପଙ୍କର ଭିସା ନୀତି ସମ୍ଭବତଃ ଏହାକୁ ମଧ୍ୟ ଏକ କ୍ଷତି ମୁହାଁ ଦିଗକୁ ମୁହାଁଇ ଦେଇଛି। ଅନେକ ଗୁଡ଼ିଏ କମ୍ପାନୀ ଏମିତି ରହିଛି ଯେଉଁମାନଙ୍କର ଭବିଷ୍ୟତ ଅନିଶ୍ଚିତତା ଆଡ଼କୁ ଗତି କରୁଛି ଏବଂ ସିଧାସଳଖ ଏହାର ପ୍ରଭାବ ସେୟାର ବଜାର ଉପରେ ପଡ଼ିବା ଆରମ୍ଭ କରିଛି। ତେଣୁ ମୋଟାମୋଟି ଭାବରେ ଯେଉଁମାନେ ନିବେଶକ, ସେୟାର ବଜାରରେ ଅଂଶଧନ କିଣିବାର ନିବେଶକ, ଏମାନେ ଏବେ ସେୟାର ବଜାର ଉପରୁ ମୁହଁ ଉଠାଇ ସବୁଠାରୁ ଏକ ଯେଉଁଠି ଲାଭଦାୟକ ବେପାର ରହିବ ସେ ଦିଗରେ ମୁଣ୍ଡ ପୁରାଇବା ଆରମ୍ଭ କରିଛନ୍ତି ଏବଂ ମୋଟାମୋଟି ଭାବରେ କୁହାଯାଏ କି ସୁନାରେ ନିବେଶ କରିବାର ସେମାନଙ୍କର ଆଗ୍ରହ ପ୍ରକାଶ ପାଇଛି ଏବଂ ସୁନା କିଣିବା ମଧ୍ୟ ଆରମ୍ଭ ହୋଇଛି।
ଭାରତର ରିଜର୍ଭ ବ୍ୟାଙ୍କ ଭଳି ବିଶ୍ୱର ପ୍ରମୁଖ ସେଣ୍ଟ୍ରାଲ ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ସିଧାସଳଖ ଭାବରେ ସୁନା କିଣିବା ଆରମ୍ଭ କରିଦେଇଛନ୍ତି। ଯେଉଁ ଦେଶମାନଙ୍କର ସୁନା ୟୁରୋପରେ ଗଚ୍ଛିତ ଥିଲା ସେମାନେ ମଧ୍ୟ ନିଜ ଦେଶକୁ ୟୁରୋପରୁ ସୁନା ପ୍ରତ୍ୟାହାର କରିନେବାର ଏକ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହା ପଛରେ ଯେଉଁ ପ୍ରମୁଖ କାରଣଗୁଡ଼ିକ ରହିଛି, ପ୍ରମୁଖ କାରଣ ମଧ୍ୟରୁ ସବୁଠାରୁ ବଡ଼ କାରଣ ହେଲା ଡଲାରର ସ୍ଥିତି ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଏବେ ମଜବୁତ ହୋଇ ରହିନାହିଁ ଏବଂ ଅନେକ ଦେଶ ମୁଁ ଯେମିତି କହିଥିଲି କି ଡଲାରକୁ ଛାଡ଼ି ଆଉ କେମିତି ବେପାର କରିହେବ ଏହାକୁ ନେଇ ଚିନ୍ତା ଆରମ୍ଭ କରିଦେଇଛନ୍ତି। ତ ଫଳରେ ଡଲାର ଯେହେତୁ ଏହାର ମୂଲ୍ୟରେ ହ୍ରାସ ଘଟିଛି, ଯଦି ସୁଇସ୍ ବ୍ୟାଙ୍କର ଟଙ୍କାକୁ ଦେଖାଯାଏ, ଜାପାନିଜ୍ ୟେନ୍କୁ ଦେଖାଯାଏ, ପାଉଣ୍ଡକୁ ଦେଖାଯାଏ, ୟୁରୋକୁ ଦେଖାଯାଏ, ତେବେ ଡଲାର ଇଣ୍ଡେକ୍ସର ଆକଳନରେ ଡଲାରର ମୂଲ୍ୟ ହ୍ରାସ ପାଉଥିବା ନଜରକୁ ଆସିବା ମାତ୍ରେ ଏକ ପ୍ରକାର ଅନ୍ତରାଷ୍ଟ୍ରୀୟ ବଜାରରେ ଛନକା ପଶିଯାଇଛି। କାରଣ ଡଲାର ହିଁ ସେହି ମଜବୁତ ଟଙ୍କା ଥିଲା ଯାହାଦ୍ୱାରା ଅନ୍ତରାଷ୍ଟ୍ରୀୟ ବ୍ୟାପାର ସମ୍ଭବ ହେଉଥିଲା ଏବଂ ବର୍ତ୍ତମାନ ଏଥିରେ ମୂଲ୍ୟ ହ୍ରାସ ଘଟିବା ନେଇ ଯେଉଁ ଚିନ୍ତା ବଢ଼ିଛି, ଏହାର ଏକ ବିକଳ୍ପ ଟଙ୍କା ହିସାବରେ ସୁନାକୁ ହିଁ ଆଗାମୀ ଦିନରେ ବ୍ୟବହାର କରାଯିବାର ଯେଉଁ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଛି, ଯେଉଁ ଦେଶମାନେ ଚିନ୍ତା କରୁଛନ୍ତି କି ସୁନାକୁ ନେଇ ସେମାନେ ଆଗାମୀ ଦିନରେ ଅର୍ଥନୀତି ସଜାଡ଼ି ପାରିବେ, ଏଥିପାଇଁ ବିଭିନ୍ନ ଦେଶର ସେଣ୍ଟ୍ରାଲ ବ୍ୟାଙ୍କଗୁଡ଼ିକ ସୁନା କିଣିବା ମଧ୍ୟ ଆରମ୍ଭ କରିଛନ୍ତି ଏବଂ ଯେଉଁମାନଙ୍କର ସୁନା ରହିଛି ସେମାନେ ପ୍ରତ୍ୟାହାର କରିବା ମଧ୍ୟ ଆରମ୍ଭ କରିଛନ୍ତି। ଭାରତ ମଧ୍ୟ ସୁନା କିଣିବା ଦେଖାଦେଇଛି। ଏପରିକି ଯଦି ଭାରତ କଥା କୁହାଯାଏ, 99% ସୁନା ଭାରତ ଆମଦାନୀ ହିଁ କରିଥାଏ ଆଉ ଆମଦାନୀ କରିବା ପାଇଁ ଡଲାରର ଖର୍ଚ୍ଚ ମଧ୍ୟ କରିଥାଏ। ବର୍ତ୍ତମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତି ହେଲା ଯେଉଁ ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ନିଜର ଟଙ୍କାକୁ ପ୍ରତ୍ୟାହାର କରିନେଇ ଏହାକୁ ସୁନା କିଣିବାରେ ଉପଯୋଗ କରିବା ଆରମ୍ଭ କରିଦେଇଛନ୍ତି। ଏପରିକି କ୍ରିପ୍ଟୋ କରେନ୍ସିରେ ମଧ୍ୟ ସୁନା କିଣିବାର ଏକ ପ୍ରକାର ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଗଲାଣି। ଫଳରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଧୀରେ ଧୀରେ ସୁନାର ଚାହିଦା ବଢ଼ିବା ବେଳେ ଏହାର ଯୋଗାଣ ଅତ୍ୟନ୍ତ କମ୍ ରହୁଥିବାରୁ ଏଥିରେ ନିଶ୍ଚିତ ମାତ୍ରାରେ ଦାମ ବଢ଼ିବାର ସମ୍ଭାବନାକୁ ଆଗାମୀ ଦିନରେ ଏଡ଼ାଇ ଦେଇହେବ ନାହିଁ। ବର୍ତ୍ତମାନ ଯଦି ଦେଖିବା, ଆଉନ୍ସ ପ୍ରତି ସୁନା ଦର $3000 ରହିଥିବା ବେଳେ ନିବେଶକମାନଙ୍କର ମତକୁ ଯଦି ଦେଖିବା, ଆଗାମୀ ଦିନରେ ଏହା ଆଉନ୍ସ ପ୍ରତି $5000 ପର୍ଯ୍ୟନ୍ତ ପହଞ୍ଚିଯିବାର ଆକଳନ କରାଯାଇଛି। ଫଳରେ ନିଶ୍ଚିତ ମାତ୍ରାରେ ଭାରତରେ ଯଦି ଆମେ ଚିନ୍ତା କରିବା 10 ଗ୍ରାମ ସୁନାର ଦର ପାଖାପାଖି 1.5 ଲକ୍ଷ ଟପିଯିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ଯେଉଁ ଡଲାର ଏବଂ ସୁନାର କଥା କହିଲି, ଆପଣମାନେ କହୁଥିବେ ଯେ ସୁନା ଏବଂ ଡଲାର ସହିତ ସମ୍ପର୍କ କ'ଣ ରହିଛି? ଏହାକୁ ଜାଣିବାକୁ ହେଲେ ଆମକୁ ଟିକେ ପଛକୁ ଫେରିବାକୁ ପଡ଼ିବ। 1944 ମସିହାରେ ବ୍ରିଟନ୍ ଉଡ୍ ନାମକ ଏକ ଚୁକ୍ତି ହୋଇଥିଲା, ଯେଉଁଥିରେ ସୁନାର ଏକ ଦରକୁ ଧାର୍ଯ୍ୟ କରାଯାଇ ପ୍ରତିବଦଳରେ ଏହାକୁ ଡଲାର ସହ ଯୋଡ଼ି ଦିଆଯାଇଥିଲା। ଆଉନ୍ସ ପ୍ରତି ସୁନାର ଦର ପ୍ରାୟ $35 ରହିଥିଲା 1944 ମସିହାରେ। ଏହାକୁ ଦେଖି ବିଭିନ୍ନ ଦେଶ ଆମେରିକାରେ ସୁନା ଗଚ୍ଛିତ ରଖିବା ମଧ୍ୟ ଆରମ୍ଭ କରିଥିଲେ ଏବଂ ତତ୍କାଳୀନ ଆମେରିକା ବଜାରରେ ସୁନା ଭାରି ମାତ୍ରାରେ ମହଜୁଦ ରହିଥିଲା। ଏଭଳି ଏକ ପରିସ୍ଥିତି 1954 ପର୍ଯ୍ୟନ୍ତ ଗତି କରିଥିଲା। 1954ରେ IMF ଏବଂ ୱାର୍ଲଡ ବ୍ୟାଙ୍କ ମଧ୍ୟ ଗଠିତ ହୋଇଥିଲା। ବିଭିନ୍ନ ଦେଶମାନଙ୍କର ଆର୍ଥିକ ବିକାଶ କରିବା ପାଇଁ ଏବଂ ଅନ୍ତରାଷ୍ଟ୍ରୀୟ ବଜାରରେ ବ୍ୟାପାରର ଲେନଦେନର ବିତ୍ତୀୟ ବ୍ୟବସ୍ଥାକୁ ସରଳୀକରଣ କରିବା ପାଇଁ ଏହି ଦୁଇ ସଂସ୍ଥା କାର୍ଯ୍ୟ କଲେ। ପରେ ପରେ ଅନେକ ଦେଶର ଟଙ୍କା ଡଲାର ସହ ଯୋଡ଼ି ହୋଇଗଲା। 1971 ମସିହାରେ ଭିଏତନାମ ଯୁଦ୍ଧ ସରିବା ପରେ ଆମେରିକାର ଯେଉଁ ଭୟାନକ କ୍ଷତି ହୋଇଥିଲା ଭିଏତନାମ ଯୁଦ୍ଧରେ, ଏହାକୁ ସଜାଡ଼ିବା ପାଇଁ ଡଲାରକୁ ଛପାତ ଯାଇଥିଲା, କିନ୍ତୁ ସେହି ଅନୁଯାୟୀ ସୁନା ବଢ଼ିନଥିଲା। ଫଳରେ ତତ୍କାଳୀନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍ ଡଲାରକୁ ସୁନାରୁ ଅଲଗା କରିଦେଲେ ଏବଂ କରେନ୍ସି କ୍ରିଏଟ୍ ସଂସ୍ଥା ଆରମ୍ଭ କରିଦେଲେ। କିନ୍ତୁ ସେତେବେଳକୁ ଅନେକ ଦେଶର ଟଙ୍କା ଡଲାର ସହିତ ଯୋଡ଼ି ହୋଇଯାଇ ଏକ ପ୍ରକାର ଡଲାର ଏବଂ ବିଭିନ୍ନ ଦେଶର ଟଙ୍କାମାନଙ୍କର ମଧ୍ୟରେ ଏକ ଆନୁପାତିକ ମୂଲ୍ୟକୁ ନିର୍ଦ୍ଧାରିତ କରିସାରିଥିଲା ଏବଂ ବିଶ୍ୱ ବଜାରରେ ଡଲାରର ଚାହିଦା ରହିଥିଲା। କିନ୍ତୁ ସମୟ ଯେତେ ଯେତେ ଆଗକୁ ବଢ଼ିଲା, ସେତିକି ବିଶ୍ୱ ଏକ ଅନିଶ୍ଚିତତା ଆଡ଼କୁ ଗତି କଲା। ଖାସ କରି ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏମିତି କିଛି ନୀତି ନିଷ୍ପତ୍ତି ଯାହା ବିଭିନ୍ନ ଦେଶକୁ ବର୍ତ୍ତମାନ ଚିନ୍ତାରେ ପକାଇ ଦେଇଛି ଏବଂ ଡଲାରକୁ ମଜବୁତ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପ ଯେଉଁଭଳି ଭାବରେ ଟାରିଫ ବା ଆମଦାନୀ ଟ୍ୟାକ୍ସ ବିଭିନ୍ନ ଦେଶ ଉପରେ ଲଗାଇଛନ୍ତି,
एथिरु मुक्त पाइबा पई देश माने एबे एक रकम निजर टंका को सुरक्षित करवा एवं डॉलर रो विकल्प हिसाब रे सुना को ही टंका रूपे उपयोग करिवार जो नीति निष्पत्ति बढ़ाई देइचंती एहा ही प्रमुख भूमिका सुना बढ़ाइबारे बा सुना दर बढ़ाइबारे एक प्रकार प्रमुख भूमिका धारण करिछि। भारत रे जदि देखिबा ताहाले वर्तमान पर्यंत भी 880 मेट्रिक टन सुना रही, 500 टन तो भारत भितर अच्छे, 300 टन बाहर रही। मार्च 2024 रे भारत प्राय 100 टन सुना भारत को नहीं आसथिला। एबे मध्य भारत सुना आमदानी करुच्ची, कारण भारत रे जो पुण्य पर्व रही, सांस्कृतिक परंपरा रही, एथिरे सुनार एक विशेष उपयोगिता रही, यही चाहिदा को मेंटेवा पई भारत मध्य विदेश रु सुना किणवार कथा एबे देखा देछि। तेणु दर्शक बंधु एते सबु घटना भितरे वर्तमान दुईटी प्रश्न। प्रथम प्रश्न है जो निवेशक माने चिंता कर वर्तमान सुनार निवेश करने ठीक हम ना नहीं, एवं द्वितीय प्रसंग है साधारण लोकटी जदि सुना किणवा को चाहिए वर्तमान दरदाम भितर केते सुना किणिबो। प्रथम प्रश्नर उत्तर को जदि खोजिबा ताहले दुईटी विश्वर बड़ विशारदकर बयान को आमको जानिबा को पड़िबो। प्रथम हेले रॉबर्ट कियोसाकी, जे कि रिच डैड पुअर डैड नामक बही लिखिछंती। वित्तीय आवंटन, वित्तीय संस्थार आगो को प्रचार प्रसार एवं सारा विश्व में वित्तीय संतुलन को से गभीर भाव में परखिछंती। तांकर पुस्तक बहु आदृत। एभली जड़े विशारदकर मतरे से कहवा कथा होउची जे आगो को चली कौन स्टॉक बाजार बा बंड एभली संभवतः कार्य करि न पारे, किंतु सुनारे निवेश कले निश्चित मात्रा रे फायदा मिलिबो। अन्य जने विशारद वॉरेन बफेट, तांको तो समस्ते जानिचंती, विश्वर 5म नंबर धनी एवं अमेरिकार जने प्रतिष्ठित वित्तशाली निवेशक। से मध्य यही कथा को समर्थन करचंती कि सुनारे निवेश करिबा निश्चित मात्रा रे लाभप्रद रहिबो। तेणु मोटामोटी भाव में दुईटी विशारद निवेशक मानक पई एक प्रकार सुनारे निवेश करिबार मार्ग प्रस्तुत करिबा पई बयान देथिबा बेले साधारण लोक पई दुईटी प्रसंग। प्रथमटी हला एक तो अल्प क्यारेटर सुना से माने किणिबे वर्तमान दरदाम को नहीं, एवं द्वितीयत जो अलंकार जदि से गठन करेंगे हल्का अलंकार गठन करेंगे, कारण आगु को चली सुना बढ़िबार संभावना को एड़ी देई हेउना। जेमिति मु कहूतिली कि आसुथबा धनतेरस रे वर्तमान भारतीय माने जो सुना किणवार परंपरा रही, लक्ष्मी आगमन और आशीर्वाद पई एभली एक परंपरा जो रही, एहाको आखिरे रखी से माने केमिति सजबाज हेबे एहा निश्चित मात्रा रे एक बड़ प्रसंग, खास करी भारत पई। तेबे आगु चली वर्तमान सुनारे निवेश हेबो कि नाही एहा एक बड़ प्रसंग, एवं द्वितीय रे सुना दर रे ब्रेक लागिबो कि नाही एहा द्वितीय प्रसंग। आगु को चली ए संदर्भ में आउ किसी जदि विस्तृत रिपोर्ट आम पाखरे पहुँचे आमे निश्चित मात्रा रे आपण माननकु जणाइबु।